ନମସ୍କାର ଦର୍ଶକ ବନ୍ଧୁ, ଚାଲନ୍ତୁ ଆଜି ରୋଷେଇ ଟିପ୍ସ, କୁକିଂ ଟିପ୍ସ ସହଜ ଏବଂ ସରଳ ଷ୍ଟାର୍ଟ କରିବା। ନମ୍ବର 1, ଚାକୁ ଅଧିକ ସୁଗନ୍ଧିତ କରିବା ପାଇଁ ହେଲେ ଚା ତିଆରି କରିବା ସମୟରେ ସେଥିରେ କିଛି ଶୁଖିଲା କମଳା ଚୋପା, ତୁଳସୀ ପତ୍ର, ଅଳେଇଚ ଏବଂ କିଛି ଅଦା ଛେଚା ମିଶାନ୍ତୁ। ଦେଖିବେ ଏହିସବୁ ଜିନିଷ ଚାରେ ପକାଇଲେ ଚା ସୁଗନ୍ଧିତ ହେବା ସହିତ ଚାର ବାସ୍ନା ମଧ୍ୟ ଆହୁରି ଅଧିକ ବଢ଼ିଯାଇଥାଏ। ନମ୍ବର 2, ଅଟା, ଚାଉଳ ଏବଂ ଡାଲି ରଖୁଥିବା ବାସନ କିମ୍ବା କଣ୍ଟେନରରେ କିଛି ପୋଦିନା ପତ୍ର ରଖନ୍ତୁ। ଏପରି କଲେ ସେଥିରେ ବିଲକୁଲ ବି ପୋକ ଲାଗିନଥାଏ। ନମ୍ବର 3, କ୍ଷୀର ଗରମ ଏବଂ କ୍ଷୀରରେ ଯେକୌଣସି ରେସିପି ତିଆରି କରୁଥିଲେ ଭାରୀ କିମ୍ବା ମୋଟା ତଳ ବାସନ ବ୍ୟବହାର କରନ୍ତୁ। ଏହାଦ୍ୱାରା କ୍ଷୀର କିମ୍ବା ରେସିପି ତଳୁ ଲାଗିକି ପଡ଼ିନଥାଏ। ନମ୍ବର 4, ସକାଳୁ ଫୁଲକୋବି ରୋଷେଇ କରିବାର ଅଛି ତ ତାହେଲେ ଫୁଲକୋବିକୁ ପୂର୍ବଦିନ ରାତିରୁ ବଡ଼ ବଡ଼ ଟୁକୁଡ଼ା କାଟିକି ଲୁଣ ଏବଂ ହଳଦୀ ପାଣିରେ ଦିଅନ୍ତୁ ଏବଂ ତା ପରଦିନ ସକାଳୁ ରୋଷେଇ କରନ୍ତୁ। ଲୁଣ ଏବଂ ହଳଦୀ ପାଣିରେ ଫୁଲକୋବିକୁ ରଖିବା ଦ୍ୱାରା ପୋକ ସବୁ ବାହାରି ଆସିଥାଏ। ନମ୍ବର 5, ଯେକୌଣସି ରେସିପି ଆପଣ ତିଆରି କରୁଛନ୍ତି ସେଥିରେ ଗୋଲମରିଚ ପାଉଡ଼ର ବ୍ୟବହାର କରନ୍ତୁ, କାହିଁକି ନା ଏହା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ନମ୍ବର 6, କ୍ଷୀରକୁ ଫୁଟାଇବା ବେଳେ ସେଥିରେ ଗୋଟେ ଚୁଟକି କର୍ଣ୍ଣଫ୍ଲୋର ମିଶାନ୍ତୁ। ଏହା କ୍ଷୀର ଭିତରେ ଥିବା କମ୍ପୋନେଣ୍ଟସ୍ ଅଲଗା ହେବନି ଏବଂ ଏହା କ୍ଷୀର ଛିଡ଼ିବାକୁ ଦେବନି। କିନ୍ତୁ ଧ୍ୟାନ ଦେବେ ଯେ ଏହା କେବଳ ଗୋଟେ ଚୁଟକି ହିଁ ପକାଇବେ। ନମ୍ବର 7, ଆଳୁକୁ ଅଧିକ ଦିନ ପର୍ଯ୍ୟନ୍ତ ଫ୍ରେଶ୍ ରଖୁଥିବା ପାଇଁ ହେଲେ ରସୁଣକୁ ସବୁବେଳେ ଆଳୁ ସାଥିରେ ରଖନ୍ତୁ। ଦେଖିବେ ଆଳୁ ଅଧିକ ଦିନ ପର୍ଯ୍ୟନ୍ତ ଫ୍ରେଶ୍ ରହିବ। ନମ୍ବର 8, ଯଦି କୌଣସି ମିଠା ତିଆରି କରିବା ପାଇଁ ଯାଉଛନ୍ତି ତାହେଲେ ଶିରା ତିଆରି କଲେ ଯେତିକି ଚିନି ନେବେ ତାର ଅଧା ପାଣି ନେବେ। ଦେଖିବେ ଶିରା ପରଫେକ୍ଟ ତିଆରି ହେବ। ନମ୍ବର 9, ଗରମ ଦିନରେ ଯଦି ବରଫ ଶୀଘ୍ର ଫ୍ରିଜରୁ ଜମାଇବା ପାଇଁ ଚାହୁଁଛନ୍ତି ତାହେଲେ ଫ୍ରିଜରେ ଉଷୁମ ଗରମ ପାଣିକୁ ବରଫ ପାଇଁ ବ୍ୟବହାର କରନ୍ତୁ, କାରଣ ଗରମ ପାଣି ସାଧାରଣ ଜଳ ଅପେକ୍ଷା ଶୀଘ୍ର ଥଣ୍ଡା ହୋଇଥାଏ। ନମ୍ବର 10, ଶିରା ତିଆରି କରିବା ସମୟରେ ଯଦି ଶିରା ବାସନ ତଳ ଭାଗରେ ଲାଗିଯାଏ ତାହେଲେ ଶିରା ତିଆରି କରିବା ପୂର୍ବରୁ ବାସନ ଚାରିପାଖରେ ତେଲ କିମ୍ବା ଘିଅ ଲଗାନ୍ତୁ ଏବଂ ତାପରେ ଶିରା ପ୍ରସ୍ତୁତ କରନ୍ତୁ। ଏହାଦ୍ୱାରା ଚିନି ଶିରା ବାସନରେ ଆଉ ଲାଗିବ ନାହିଁ ଆଉ ଶୀଘ୍ର ମଧ୍ୟ ସଫା ହୋଇଯିବ। ନମ୍ବର 11, ଛୋଟ ମାଛକୁ ଭାଜିବା ସମୟରେ ସେଥିରେ କିଛି ଲେମ୍ବୁ ରସ ମିଶାଇବା ଦ୍ୱାରା ମାଛ ଗୋଟା ଗୋଟା ହୋଇଥାଏ। ନମ୍ବର 12, ଯଦି ବର୍ଷା ଋତୁରେ ଲୁଣ ଅଦାଳିଆ ହୁଏ ତାହେଲେ ଲୁଣ ପାତ୍ରରେ 2ଟି ସବୁଜ ଲଙ୍କା ପକାନ୍ତୁ। ଦେଖିବେ ଲୁଣରେ ଆଉ ପାଣି ହେବ ନାହିଁ। ନମ୍ବର 13, ଯଦି ଦହି ଅତ୍ୟଧିକ ଖଟା ହେବାରୁ ଖାଇ ହେଉନି ତାହେଲେ ସେଥିରେ କିଛି ଚିନି ଏବଂ ନଡ଼ିଆ କୋରା ମିଶାଇ ଖାଆନ୍ତୁ। ଏପରି କଲେ ଦହି ଅଧିକ ଖଟା ହେବ ନାହିଁ। ନମ୍ବର 14, ଯଦି ଦହି ସରବତ ଅଧିକ ଖଟା ଲାଗୁଥାଏ ତାହେଲେ ସେଥିରେ କିଛି କ୍ଷୀର ମିଶାନ୍ତୁ। ନମ୍ବର 15, ରସୁଣ ଗୋଲାକୁ କିଛି ସମୟ ଫ୍ରିଜରେ ରଖନ୍ତୁ। ଦେଖିବେ ରସୁଣରୁ ଚୋପା ବାହାର କରିବା ଅତି ସହଜ ହୋଇଯିବ। ନମ୍ବର 16, ଅଣ୍ଡାର ହଳଦୀ ଅଂଶରେ 1 ଚାମଚ ମଇଦା ମିଶାଇ ଫେଣ୍ଟିଲେ ଆମଲେଟ୍ ଆହୁରି ଅଧିକ ଫୁଲିଥାଏ। ନମ୍ବର 17, ଅଣ୍ଡା ମିଶ୍ରଣରେ କ୍ଷୀର ଦେବା ବଦଳରେ 1 ଚାମଚ ପାଣି ମିଶାଇ ଆମଲେଟ୍ ପ୍ରସ୍ତୁତ କରନ୍ତୁ। ଏହାଦ୍ୱାରା ଆମଲେଟ୍ ନରମ ଏବଂ ସ୍ପଞ୍ଜି ହୋଇଥାଏ। ନମ୍ବର 18, ଯଦି ନୂଆ କିଣା ଯାଇଥିବା ଜାମ୍ ବୋତଲର ଢାଙ୍କୁଣୀ ଖୋଲୁନି
ତାହେଲେ ଢାଙ୍କୁଣୀକୁ ନିଆଁ ଜାଲରେ ଉପରୁ ଟିକେ ଗରମ କରନ୍ତୁ। ଦେଖିବେ ଢାଙ୍କୁଣୀ ଅତି ସହଜରେ ଖୋଲିଯିବ। ନମ୍ବର 19 ପଲଉ ରାନ୍ଧିବା ସମୟରେ ସେଥିରେ ଘିଅ ନ ଦେଇ ବଟର ଦିଅନ୍ତୁ। ଦେଖିବେ ପଲଉର ସ୍ୱାଦ ଆହୁରି ଅଧିକ ବଢ଼ିଯିବ। ନମ୍ବର 20 ଯେଉଁମାନଙ୍କ ପାଖରେ ରେଫ୍ରିଜରେଟର ନାହିଁ ସେମାନେ ଅଣ୍ଡା ଉପରେ ଜଡ଼ା ତେଲ ଲଗାଇ ରଖିପାରିବେ, ଯାହାଦ୍ୱାରା କି ଅଣ୍ଡା ଶୀଘ୍ର ଖରାପ ହେବ ନାହିଁ। ଆଜି ପାଇଁ ଭିଡ଼ିଓଟି ଏତିକି। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଲାଇକ୍, ସେୟାର, କମେଣ୍ଟ କରିବା ପାଇଁ ଜମାରୁ ଭୁଲିବେନି।